ଆସନ୍ତାକାଲି 12ଟା ସୁଦ୍ଧା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କିସ୍ତି ଟଙ୍କା ମିଳିବା ପାଇଁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାର ଘୋଷଣା ଜାରି କଲେ। କେଉଁ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ, ସେମାନଙ୍କ ପାଇଁ ସରକାର ଏକ ଲିଷ୍ଟ ଜାରି କଲେ। ଏହି ହିତାଧିକାରୀମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା। ଏହି ଲିଷ୍ଟରେ ଆପଣମାନଙ୍କର ନାମ ଅଛି କି ନାହିଁ ଆପଣ ଥରେ ଚେକ୍ କରିନିଅନ୍ତୁ। କାଲି ଆପଣମାନଙ୍କୁ ଅର୍ଥାତ୍ 28 ତାରିଖ ଦିନ ଆପଣମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ କି ନାହିଁ ଆପଣମାନେ କେମିତି ଜାଣିବେ? ଆପଣଙ୍କର ବି ପ୍ରଶ୍ନ ରହିଥିବ। ଏଥର ଏମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ନାହିଁ ରାକ୍ଷୀ ପୂର୍ଣ୍ଣିମାରେ। ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ଗୋଟିଏ ଭିଡ଼ିଓ ମାଧ୍ୟମରେ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଯେଉଁମାନେ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତ ସେମାନଙ୍କୁ କହି ରଖିବି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। କେଉଁମାନଙ୍କୁ ଏଥର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ମିଳିବନି ସରକାର ଘୋଷଣା କରିଛନ୍ତି। ତ 1 ନମ୍ବରରେ ରହିଛି EKYC ହୋଇନଥିଲେ। ଦେଖନ୍ତୁ, ଯେଉଁମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୁଭଦ୍ରା ଆପ୍ ବା ସେବା କେନ୍ଦ୍ରକୁ ଯାଇ ନିଜର ବାୟୋମେଟ୍ରିକ୍ ବା EKYC ପ୍ରକ୍ରିୟା ଶେଷ କରିନାହାନ୍ତି, ତ ସେହି ମହିଳାମାନଙ୍କୁ ଏଥର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ମିଳିବ ନାହିଁ। ଆପଣମାନଙ୍କର EKYC କମ୍ପ୍ଲିଟ୍ ହୋଇଛି କି ନାହିଁ ଆପଣମାନେ ସୁଭଦ୍ରା ଯୋଜନାର ଷ୍ଟାଟସ୍ ଚେକ୍ କରି ଜାଣିପାରିବେ। 2 ନମ୍ବରରେ ରହିଛି ଆଧାର ଓ ବ୍ୟାଙ୍କ ଲିଙ୍କ ସମସ୍ୟା। ଦେଖନ୍ତୁ, ଯେଉଁ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ଅର୍ଥାତ୍ ଆଧାର ସିଡ଼ିଂ ହୋଇନାହିଁ କିମ୍ବା ଡେବିଟ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସକ୍ରିୟ ହୋଇନାହିଁ, ତାହେଲେ ଆପଣଙ୍କର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ବ୍ୟାଙ୍କ ଖାତାକୁ ଆସିପାରିବ ନାହିଁ। ସରକାରଙ୍କର ବଡ଼ ଘୋଷଣା ସେହି ହିତାଧିକାରୀମାନଙ୍କ ପାଇଁ ଯେଉଁମାନଙ୍କର ସମସ୍ୟା ଏପର୍ଯ୍ୟନ୍ତ ରହିଛି, ସେମାନେ ସମସ୍ୟାଟିକୁ ସମାଧାନ କରିନାହାନ୍ତି। 3 ନମ୍ବରରେ 60 ବର୍ଷରୁ ଅଧିକ ବୟସ। ଦେଖନ୍ତୁ, ଯେଉଁ ମହିଳାମାନଙ୍କ ବୟସ 60 ବର୍ଷ ଅତିକ୍ରମ କରିସାରିଛି ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ସେମାନଙ୍କୁ ସରକାରଙ୍କ ମାସିକ ମଧୁବାବୁ ପେନ୍ସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରାଯିବ। ଯେଉଁ ମହିଳାଙ୍କର ବୟସ 60 ବର୍ଷ ହୋଇଯାଇଛି ଏଥର ସେମାନେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପାଇପାରିବେନି। ତ ସେମାନେ ଚତୁର୍ଥ କିସ୍ତି ଟଙ୍କା ପାଇଥିଲେ ବି, ତ ଯେହେତୁ 60 ବର୍ଷ ସେମାନଙ୍କୁ ପୁରି ଯାଉଛି, ସେମାନଙ୍କୁ ସୁଭଦ୍ରା ଯୋଜନାରେ ବାଦ୍ ଦିଆଯାଇଛି। ସେମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ। 4 ନମ୍ବରରେ 21 ବର୍ଷରୁ କମ୍ ବୟସ। ଆବେଦନ ସମୟରେ ଯେଉଁମାନଙ୍କର ବୟସ 21 ବର୍ଷରୁ କମ୍ ହୋଇଛି, ତ ସେମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବନି। 5 ନମ୍ବରରେ ସରକାରୀ ଚାକିରି କରିଥିବା ମହିଳାମାନେ। ଦେଖନ୍ତୁ, ଆବେଦନକାରୀ ମହିଳା ଯଦି ରାଜ୍ୟ, କେନ୍ଦ୍ର ସରକାର, କୌଣସି ପବ୍ଲିକ୍ ସେକ୍ଟର PSU, ବୋର୍ଡ଼ ବା ସ୍ଥାନୀୟ ନିକାୟରେ ନିୟମିତ କିମ୍ବା ଚୁକ୍ତିଭିତ୍ତିକ ଚାକିରି କରୁଥାନ୍ତି ବା ଅବସର ପରେ ପେନ୍ସନ୍ ପାଉଛନ୍ତି, ତ ସେହିଭଳି ମହିଳାମାନଙ୍କୁ ଏଥର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ଅର୍ଥାତ୍ ଆସନ୍ତାକାଲି ମିଳିବ ନାହିଁ। ତାପରେ ଜନପ୍ରତିନିଧି। ଦେଖନ୍ତୁ, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ ଅର୍ଥାତ୍ MP, ବିଧାୟକ ଅର୍ଥାତ୍ MLA, ସହରାଞ୍ଚଳ ବା ପଞ୍ଚାୟତ ରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି, ଏମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ଅର୍ଥାତ୍ କାଲି ଏମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ ନାହିଁ। ୱାର୍ଡ ମେମ୍ବର ଓ କାଉନସିଲରଙ୍କୁ ଛାଡ଼ି। 7 ନମ୍ବରରେ କରଦାତା। ଦେଖନ୍ତୁ, ଯେଉଁ ମହିଳା ନିଜେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଆୟକର ଅର୍ଥାତ୍ ଇନକମ୍ ଟ୍ୟାକ୍ସ ଦେଉଥିବେ, ତ ଏଥର ସେମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ମିଳିବ ନାହିଁ। ସେମାନଙ୍କର ନାମ ସୁଭଦ୍ରା ଯୋଜନାରୁ କାଟି ଦିଆଯାଇଛି। 8 ନମ୍ବରରେ 4 ଚକିଆ ଯାନ ଥିଲେ। ଦେଖନ୍ତୁ, ଯେଉଁ ପରିବାରରେ ନିଜସ୍ୱ 4 ଚକିଆ ମୋଟର ଗାଡ଼ି ଅର୍ଥାତ୍ କାର୍, ଜିପ୍ ଇତ୍ୟାଦି ଥିବ, ଟ୍ରାକ୍ଟର, ମିନି ଟ୍ରକ୍ ବା ଛୋଟ ବ୍ୟବସାୟିକ ଗାଡ଼ି ଥିଲେ ଛାଡ଼ ମିଳିବ। ଦେଖନ୍ତୁ, ଯେଉଁ ମହିଳାଙ୍କ ନାମରେ କାର୍, ଜିପ୍ ଏଇଭଳି ଗାଡ଼ି ରହିଛି ସେମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ ନାହିଁ, କିନ୍ତୁ ଟ୍ରାକ୍ଟର, ମିନି ଟ୍ରକ୍ ବା ଛୋଟ ବ୍ୟବସାୟ ଗାଡ଼ି ଥିଲେ
ସେମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ। 9 ନମ୍ବରରେ ପରିବାରର ବାର୍ଷିକ ଆୟ। ଦେଖନ୍ତୁ NFSA କିମ୍ବା SFSS ରାସନ କାର୍ଡ଼ ନଥିବା ପରିବାର ଯାହାଙ୍କର ବାର୍ଷିକ ଆୟ 2,50,000ରୁ ଅଧିକ, ତ ସେମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ ନାହିଁ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମହିଳାମାନଙ୍କ ନାମରେ ରାସନ କାର୍ଡ଼ ନାହିଁ କିନ୍ତୁ ତାଙ୍କର ବାର୍ଷିକ ଆୟ କମ୍ ରହିଛି, ତ ସେଇଭଳି ମହିଳାମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ। 10 ନମ୍ବରରେ ଅନ୍ୟ ଯୋଜନାରୁ ଅଧିକ ଭତ୍ତା। ଦେଖନ୍ତୁ ଯଦି ମହିଳା ଜଣକ ସରକାରଙ୍କ ଅନ୍ୟ କୌଣସି ଯୋଜନାରେ ମାସିକ 1,500 କିମ୍ବା ବାର୍ଷିକ 18,000ରୁ ଅଧିକ ସହାୟତା ରାଶି ପାଉଛନ୍ତି, ତ ସେହି ମହିଳାମାନେ ଏଥର ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇପାରିବେ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସରକାର ଘୋଷଣା କରିଥିଲେ ଯେଉଁ ମହିଳାମାନେ କୌଣସି କାରଣବଶତଃ ସୁଭଦ୍ରା ଯୋଜନାରୁ କଟି ଯାଇଛନ୍ତି, ସେମାନେ ଯୋଗ୍ୟ ହୋଇଥିଲେ, ତ ଜୁଲାଇ 25ରୁ 26 ତାରିଖ ଅଭିଯୋଗ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତ ସେମାନେ ଏଥର ମଧ୍ୟ ସୁଭଦ୍ରା ଯୋଜନାରେ ଭେରିଫାଏ କଲା ପରେ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି। ଦେଖନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ମହିଳାମାନେ ଯଦି ଅନ୍ୟ ସବୁ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି, ତେବେ ସେମାନଙ୍କୁ ବାଦ୍ ଦିଆଯିବ ନାହିଁ। ସେମାନେ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇବେ। ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି, ତ ଯେଉଁ ହିତାଧିକାରୀମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି, ସେମାନଙ୍କର ସ୍ଥିତି EKYC ସ୍ଥିତି ଆପଣ ଦେଖିବେ କମ୍ପ୍ଲିଟ୍ ରହିଥିବା ଦରକାର। EKYC ପ୍ରକାର ଆପଣମାନଙ୍କର ବାୟୋମେଟ୍ରିକ୍ ରହିଥିବା ଦରକାର। ସ୍ଥିତି ଅଣ୍ଡର ପ୍ରୋସେସ୍, ଖାରଜ କାରଣ ଗୁଡ଼ିକ NA ରହିଥିବା ଦରକାର। ତ ଦେଖନ୍ତୁ ସ୍ଥିତି ଆପଣମାନଙ୍କର ଅଣ୍ଡର ପ୍ରୋସେସ୍ ରହିଥିଲେ ଆପଣମାନେ ଜମା ବି ଟେନସନ୍ ନିଅନ୍ତୁନି। ଟଙ୍କା ଆସିବା ପରେ 24 ଘଣ୍ଟା ମଧ୍ୟରେ ଏହି ଅଣ୍ଡର ପ୍ରୋସେସଟି ଆପ୍ରୁଭାଲ୍ ହୋଇଯାଇଥାଏ। ଯେଉଁ ହିତାଧିକାରୀଙ୍କର ଆବେଦନ ସ୍ଥିତିରେ ଯେଉଁ ଶ୍ରେଣୀ ରହିଛି NFSA ରହିଛି, ତ ସେମାନଙ୍କୁ ସୁଭଦ୍ରା ଯୋଜନାର 100% କିସ୍ତି ଟଙ୍କା ମିଳିବ। କିନ୍ତୁ ଯେଉଁମାନଙ୍କର ନନ୍ NFSA ରହିଛି, ତ ସେମାନେ ସୁଭଦ୍ରା ଯୋଜନାରେ କିସ୍ତି ଟଙ୍କା ମିଳିବ ନାହିଁ। କାରଣ ଯଦି ଆପଣ ଭେରିଫାଇଡ଼୍ କରିଦେଇଥିବେ ବିଡ଼ିଓଙ୍କ ଦ୍ୱାରା, ତାହେଲେ ଆପଣମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ମିଳିବ। ଯଦି ଆପଣ ନନ୍ NFSA ରହିଛି, ଆପଣ ବ୍ଲକକୁ ଯାଇ ବିଡ଼ିଓଙ୍କ ଦ୍ୱାରା ଭେରିଫାଇଡ଼୍ କରିନାହାନ୍ତି, ତାହେଲେ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଅଟକିଯିବ। ବହୁତ ହିତାଧିକାରୀ ଗ୍ରିଭାନ୍ସ ଦେଇଥିଲେ, ତ ସେମାନଙ୍କର ଡିସ୍ପୋଜ୍ଡ ଏଜ୍ ଏଲିଜିବୁଲ୍ ରହିଛି, ତ ସେମାନେ ଏଥର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି। କାଲି ଅର୍ଥାତ୍ ପଞ୍ଚମ କିସ୍ତି ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଆସିବା ପାଇଁ ଯାଉଛି। ସୁଭଦ୍ରାର ପଞ୍ଚମ କିସ୍ତି ପାଇବେ 1,03,26,162 ଜଣ ହିତାଧିକାରୀ।